जय जगन्नाथ सांग मैंने मो ना जीतू आपको स्वागत करुँ मोर नुआ यूट्यूब चैनल चिकिमा ब्लॉग्स को मोर डेली लाइफ स्टाइल केमी चले मुझे चले मुझे रहे भुवनेश्वर से मुझे देखी जदि भल लगे चैनल को सब्सक्राइब करेंगे। कौन कहि आज दिनटा स्विगी सका जाते हारी जाइनी कौन कि बैगटा खराब हो जाए नुआ बैगटा आने जी भौणी घरे नुआ बैगटा अच्छी भौणी करुले तो सी बैगटा जाऊना बैग पत्र रखते से कहीं नष्ट हम से आनी भारी कहीं मगेले स्विगी एक्सट्रा पैसा अलग पड़ो से ही आनी भारी जा तो चलतु देखा कौन हो जावा घर बैगटा नहीं आसवा स्विगी ऑन करवा जा सांग मैंने मुझे दीदी घरे पहुँच जाइए फोन कली कहीं फोनटा उठेलानी देखिए से फोन कर अपेक्षा टे करवा बैगटा नहीं कम अच्छे घर पलाती ऊपर को कम टे अच्छी जल्दी गले पुणी स्विगी ऑन करवा आउ गाड़ीटा टे कम करी पुणी गाड़ीटा ऑयल फॉइल चेंज हम के दिन है ऑयल फॉइल चेंज है ऑन करवा स्विगी से फोन कर फोनटा उठेलानी देखिए केत फोन करूँ गला गाड़ी सजेबा सजेकी जा स्विगी बुकिंग कले ऑनलाइन जा देखा केमती कौन हो ऑर्डर बाहर कौन कर देखा फाइनाल सांग मैंने आसीगला करके भाविली घर को न जाइए भण जाइए आसुरी सांग मैंने कहती जमी गाड़ीटा कम करने आनी ग्यारेज रखी देखा कौन के समय लगुच कम कर बाहर आसला तरबर बाहर पलि आसली भणजा मार्क रखी 450 ରୁ 400 मार्क रखी भल मार्क रखी भणजा दुष्ट सुटुपुटु हो पुणी पाठ भल पढ़ुची देखिए ये ग्यारेज रे कौन के पैसा खर्च होटा टे कम कला बाहर आठू सीधा स्विगी घर को आवानी स्विगी सारे सरला बस 4टा हम 4टा बेले घर को जा पुणी आ बसवा पड़ो नुआ ग्यारेज वाला कौन काम पड़गला सी जाती आचार्य बिहार सेठू आसिले काम हम देखा के समय लगुच जदि 11टा पूर्वर होगला तो भल कथा ताहले स्विगी ऑन करिया न घर को जा राति की जाइए शुईकी जा कौन करवा 11टा पर हो गले किसी लाभ ना स्विगी जाइए इनसेटिव दबनी लॉस अधा इनसेटिव मिल से कि गोटे फोन रे करिया पड़ो टे प्रॉब्लम हम ये फोन रे कैमरा ये फोन रे सब किसी हम साउंड भी आसुव बाहर साउंड फाउंड माइक फाइक किसी ना मो पाखे ना देखा
କେବେ କ'ଣ ହେଉଛି ସବୁ ଜିନିଷ ଠିକ୍ ଠାକ୍ ସେ ହଉ। ହଉ ଭାଇ ଫାଇନାଲ ଘଣ୍ଟାଟେ ପରେ ଗାଡ଼ି ଖୋଲା ହେଲା, କାମ ହେବ। ଆଜି ତ ଆଉ ଶୋଇକି ଯାଇ ହେବନି, ଦେଖିବା ଆଉ କ'ଣ କରିବା, ଆଉ ଘରକୁ ପଳେଇବା ଆଉ କ'ଣ କରିବା। ଗାଡ଼ିଟା କାମ ହେଲା ପରେ କହୁଛନ୍ତି ସେଇ 700-800 ଟଙ୍କା ଭଳିଆ ଖର୍ଚ୍ଚ ହେବ। ଆଉ 700-800 ଟଙ୍କା ଭଳିଆ ଖର୍ଚ୍ଚ ହେବ। ଖର୍ଚ୍ଚ ହଉ ପଛେ ଗାଡ଼ିଟା ତ ମେନ୍, ଆଉ ମଣିଷର ଗୋଡ଼ ହେଲା ଗାଡ଼ି। ଆଉ ଯେହେତୁ ମୁଁ ଶୋଇକି କାମ କରୁଛି, ସେ ଆହୁରି ନିହାତି ଜରୁରୀ। ଆଉ କ'ଣ କରିବା। ହଉ ପୁଣି ଦେଖା ହେବା ଘରେ ଯାଇ, ଘରେ ଦେଖିବା କ'ଣ ହେଇଛି, କ'ଣ ଖାଇବା, କ'ଣ ହେଇଛି। ଆଉ ଗୋଟେ କଥା ହେଉଛି, ମୁଁ ଯେଉଁ ଚିକିମା ବ୍ଲଗ୍ସ ମୋର ନାଁ ଦିଆହେଇଛି ଚ୍ୟାନେଲ୍ର, ସିଏ ହେଉଛି ମୋ ଝିଅ। ତାକୁ ଆଗରେ ଆଉ ଘରେ ଗଲେ ଦେଖିବେ, ଭାରି ଦୁଷ୍ଟ ହେଉଛି, ପ୍ରବଳ ଦୁଷ୍ଟ। ଘରେ ଗଲା ପରେ ଦେଖିବେ। ସାଙ୍ଗମାନେ ଗାଡ଼ି କାମ ସାରିକି ଆସିଲା ବେଳକୁ ବାଟରେ ଦେଖିଲେ ଗୋଟେ ଆଖୁ ପଣା ବିକ୍ରି ହେଉଛି। ଗରମ ଯେଉଁ ଭଳିଆ ହେଲାଣି, ଆଖୁ ପଣା ଟିକେ ପିଇଦେବା, ଆଉ ପିଇକି ଘରକୁ ଯିବା ତାପରେ। ଆଉ ଚାଲନ୍ତୁ। ଯେତେବେଳେ ଆସିଲା ବେଳକୁ ସବୁବେଳେ ଯା ପଟିଆ ଷ୍ଟେସନକୁ, ଯେତେବେଳେ ତୁମେ ଆସିବ ସବୁବେଳେ ଲେଟ୍। କେତେବେଳେ କୁଆଡ଼େ କିଏ ଜଲ୍ଦି ଆମର ଗଲା ଆସି କେବେ ସେଇପାରିବ। ସବୁଦିନ ଜାମ୍ରେ ପଡ଼ିକି ରହିବ। ସବୁବେଳେ 3-4ଟା ଟ୍ରେନ୍ ଗଲା ଯାଏ ସେ ପଡ଼ିକି ଥିବ ଏଇଟା। ତ ସାଙ୍ଗମାନେ ଏଇଠି ଘରେ ଆସିକି ପହଞ୍ଚିଗଲି। ଏଇଠି ମୋ ଝିଅ ଚିକିମା, ହାଇ କରିଦେଲୁ, ହାଇ କରିଦେ ଚିକିମା, ହାଇ କରିଦେଉନୁ। ନାଇଁ, ତାର ମୁଡ୍ ନାହିଁ, ସେଇନୁ ହାଇ କରିବନି। ମୁଁ ଘରେ ପହଞ୍ଚିଗଲି। ଦେଖନ୍ତୁ ଆମର ଏଇ ଘର ଭଡ଼ାରେ ଆମେ ରହୁଛୁ ଏଇଠି। ଏବେ ତ ଜାଣିଥିବେ ଗ୍ୟାସ୍ର କେମିତି ପ୍ରୋବ୍ଲେମ୍ ଚାଲିଛି। ଗ୍ୟାସ୍ ପ୍ରୋବ୍ଲେମ୍ ଯୋଗୁଁ ଗ୍ୟାସ୍ ତ ବନ୍ଦ, ଏବେ ସବୁ ଚୁଲିରେ ରୋଷେଇ କରୁଛନ୍ତି। ଆଉ ଚାଲନ୍ତୁ ଦେଖିବା କେମିତି କ'ଣ ରୋଷେଇ କରୁଛନ୍ତି। ଆଉ ତ ଏଇଠି ଦେଖନ୍ତୁ ସବୁ ରୋଷେଇ କରୁଛନ୍ତି। ଗ୍ୟାସ୍ ତ ନାହିଁ କାହାର, ସବୁ କାଠରେ। ଆଉ କ'ଣ କରିବା। ଇଏ ଗୋଟେ ମୋର ଦିଦି, ଏଇଠି ମୋ ବୋଉ ବସିଛି। ଏଇଠି ଗୋଟେ ଆମର ଏଇଠି ଘର ହେଲା। ଏଇଠି ମୋର ଗୋଟେ ଭଣଜାଟେ, କି ଭଣଜାଟେ। ହାଇ କରିଦେଲ, ହାଇ ହାଇ ହାଇ। କ'ଣ ପିଲାମାନେ କେହି ହାଇ କରୁନାହାନ୍ତି। ଏଇଠି ସବୁ କାଠରେ ଏମିତି ରୋଷେଇ କରୁଛନ୍ତି। କ'ଣ କରିବା, ଗ୍ୟାସ୍ ତ ନାହିଁ। ଆଉ କ'ଣ କରିବା। ହଉ, ଆଉ କ'ଣ କହିଲୁ, ଭିଡ଼ିଓ ବନା ହେବ ସମସ୍ତେ କହିଲା। ବୋଉ କ'ଣ କହିବୁ ଟିକେ କହ। କ'ଣ କହିବି, ଆମର ତ ଦୁଃଖମୟ ଜୀବନ। ଆଉ ଦୁଃଖ ସୁଖରେ ମୋ ପୁଅଟି ଆସିକି ଭୁବନେଶ୍ୱରରେ ରହିଛି, ଆମେ ରହିଛୁ। ଆଉ ପୁଅ ଲାଗି ଏମିତି ଚାଲିଛି ସଂସ୍ଥା। ଆଉ କ'ଣ, ସମସ୍ତଙ୍କର ଅସୁବିଧା। ମିଳୁନି, କାଠ ଚୁଲିରେ ସବୁ ରୋଷେଇ କରୁଛୁ। ସବୁ କାଠ ଚୁଲିରେ ରୋଷେଇ କ'ଣ କରିବା। ଭୁବନେଶ୍ୱରରେ ଆଉ କେହି ଇଏ କରୁନାହାନ୍ତି। ଏଇଟା ଆମର ଅଗଣା, ଏଇଠି ଆମେ ରହୁଛୁ ସମସ୍ତେ। ଏଇଟା ଆମ ଘର। ଏଇଠି ଆମ ଘର। ଗ୍ୟାସ୍ ନାହିଁ, କ'ଣ କରିବା। ଚିକିମା ଟିକେ ହାଇ କରିଦେଲୁ, ହାଇ 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 କରୁନୁ, ହାଇ କର। ଦୁଷ୍ଟ ତ ହେଉଛୁ। ଏବେ କ'ଣ ଚୁପ୍ ହେଇକି ବସିଛୁ? ଚୁପ୍ ହେଇକି କୁଆଡ଼େ ଯାଉଛୁ? କୁଆଡ଼େ ଯାଉଛୁ ବା?
ଆମର ଆଜି ଭାତ ଆଉ ଆଳୁ ସୋୟାବିନ ତରକାରୀ ଆଉ ମିକ୍ସଚର କାକୁଡ଼ି ଆଉ କ'ଣ କରିବା ଆଜି ଏମିତି ଆଇଟମ୍ ହେଇଛି ଏତିକି ଆଉ ଏମିତି ଖାଇଦେବା ଆଉ ନାତୁଣୀ ଖାଉଛି ଲେମ୍ବୁ ଚାଟୁଛି ଭାତ ଖାଇବ କ'ଣ ଲେମ୍ବୁ ଚାଟୁଛି ଆଉ କ'ଣ କରିବା ଆଉ ତା ବାବାକୁ ମାଗୁଛି ଆଉ ସାଙ୍ଗମାନେ ଦେଖିଥିଲେ ମୁଁ ଦ୍ୱିପହରେ ଆସିକି ଖାଇ ପିଇକି ଶୋଇପଡ଼ିଥିଲି। ଉଠିକି ଶୋଇକି ଯିବି ବୋଲି ଭାବୁଥିଲି, ବର୍ଷା କାଚିଲାଣି ଜୋରେ। କ'ଣ କରିବା କି ମା? କ'ଣ ଖାଉଛି? ନ ଖାଉଛୁ ବର୍ଷା ହେଇଗଲାଣି, କ'ଣ କରିବା ଦେଖିବା ଆଉ। ସାଙ୍ଗମାନେ ଘରୁ ବାହାରିକି ପଳେଇ ଆସିଲୁ, ବର୍ଷା ଟିକେ କମିଯାଇଛି। ଦେଖିବା କ'ଣ ହେଉଛି, ଏଇନୁ ଅନଲାଇନ୍ କରିବା। ଅନଲାଇନ୍ ଗଲେ ଦେଖିବା କୁଆଡ଼େ କ'ଣ ଫାଷ୍ଟ ଅର୍ଡ଼ର ବାଜୁଛି। ଅର୍ଡ଼ର ବାଜିଲା ପରେ ଆପଣମାନଙ୍କୁ ଦେଖେଇବି ଆଉ। ପହଞ୍ଚି ଯାଇଛି ଏବେ ଆସିକି ଜାଗାରେ। ସାଙ୍ଗମାନେ ଅନ୍ କଲା ପରେ ତିନିଟା, ଏଇଟାକୁ ମିଶେଇ ତିନିଟା ଅର୍ଡ଼ର ବାଜିଗଲା। ଦେଖେଇ ହେଲାନି, ଟିକେ ଜଲ୍ଦି ବାଜିଗଲା, ରେଡ଼ି ଥିଲା ନା, ଆଉ କାମଟା ତ ଫାଷ୍ଟ ନା, ସେଥିପାଇଁ ଫାଷ୍ଟ ଅର୍ଡ଼ରଟା ବାଜିଥିଲା କିଡ୍ ଛକରୁ ନନ୍ଦନ ବିହାର। ସ୍କ୍ରିନଶଟ୍ ପକାଇଦେବି, ଯେହେତୁ ମୋର ଗୋଟେ ଫୋନ୍ ହେଇଥିଲେ ସବୁ ସବୁ ନା, ସେଥିରେ ପକାଇଦେବି ଆଉ। ତାପରେ ସେକେଣ୍ଡ ଅର୍ଡ଼ରଟା ବାଜିଲା ୱାଓ ମୋମୋରୁ ଡମଣାରେ ଦେଇକି ଆସିଲା। ଦେଖିକି ବାଜିଲା ଏଇଠି ଆମର ଯେଉଁ ପଟିଆ ଛକ ପାଖରେ ଗୋଟେ ଅର୍ଡ଼ରଟେ ବାଜିଛି 180 ବିହାର। ଦେଖିବା ସେଇଠି ଦେଖେଇବା, ନେଇକି ଦେଲା ପରେ ଦେଖା ହେବା ଆଉ। এই ଅର୍ଡ଼ରଟା ନେଇ ଆସିଛି। ଏଇଟା 4 ନମ୍ବର ଅର୍ଡ଼ରଟା ଭଲ ଟିକେ ବଡ଼ ବାଜି ଯାଇଥିଲା, ବଡ଼ ବାଜି ଯାଇଛି। କିଟ୍ ନେବାକୁ ପଡ଼ିବ 100 ଟଙ୍କିଆ ଅର୍ଡ଼ରଟା। ବର୍ଷା ବେଳେ ଆସିଲେ ତ ଏଇଆ ଲାଭ ଆଉ। ତ ଚାଲନ୍ତୁ ଯିବା, ଅର୍ଡ଼ରଟା ନେଇକି ଦେଇଦେବା ଆଉ। ତ ସାଙ୍ଗମାନେ ଆପଣମାନେ ତ ଦେଖିଥିଲେ କ'ଣ କେମିତି ଅର୍ଡ଼ର ହେଇଥିଲା, ଆଉ ତାପରେ ଆଉ ଭିଡ଼ିଓ ଟିକେ କରିହେଲାନି। ଅର୍ଡ଼ର ଉପରେ ଅର୍ଡ଼ର ବାଜିଗଲା। ଅର୍ଡ଼ର ଗୁଡ଼ା ପୁଣି ରେଡ଼ି ଥିଲା ଯେ, ସେଥିପାଇଁ ସାଙ୍ଗେ ସାଙ୍ଗେ ନେଇକି ଯିବାକୁ ପଡ଼ିଲା। ନେଇକି ଯାଇକି କଲା ଭିତରେ ଆଉ ନେଇପାରିଲାନି। କ'ଣ କେତେଟା କ'ଣ କେମିତି ଅର୍ଡ଼ର ହେଇଛି ମୁଁ ସ୍କ୍ରିନଶଟ୍ ପକାଇଦେବି, ଦେଖିନେବେ କେତେ ପଇସା ହେଇଛି। ଆଜି ଲସ୍ ବି ପଡ଼ିଗଲା ମଣିଷ। ଶଳା କୁକୁର ଗୁଡ଼ା କଥା କରିବାକୁ ଦେଉନାହାନ୍ତି, ହଁ ଏମିତି ବୁକୁଛନ୍ତି। ଲସ୍ ପଡ଼ିଗଲା କ'ଣ, ଆଜି ଆଉ ଜଣଙ୍କ ଅର୍ଡ଼ରଟା ଆଉ ଜଣଙ୍କୁ ଦେଇଦେଲି। ଦୁଇଟା ମଲ୍ଟି ଅର୍ଡ଼ର ବାଜିଲା ଯେ, ଆଉ ଜଣଙ୍କ ଅର୍ଡ଼ର ଆଉ ଜଣଙ୍କୁ ଗୋଟେ ଦେଇଦେଲି। ସିଏ ବି କିଛି ନ କହିକି ରଖିଦେଲେ, ସିଏ ବି ଦେଲେନି। ତାଙ୍କୁ ମୁଁ ଏଠୁ କିଣିକି ହାତରୁ ଦେଲି, ପୁଣି ତେଲ ଏକ୍ସଟ୍ରା ଖର୍ଚ୍ଚ, ପୁଣି ଦେଲି ଏକ୍ସଟ୍ରା। କ'ଣ କରିବି, ଏମିତି ଆଜି ଦିନଟା ଗଲା ଆଉ। ତ ଆଜି ଏଇଠି ବ୍ଲଗ୍ଟା ଶେଷ କରିବା, ପୁଣି ଦେଖା ହେବା ନେକ୍ସଟ କାଲି। ଏଡ଼ିଟିଂ ଫେଡ଼ିଟିଂ ଏତେ ମୋତେ ଆସୁନି। ଦେଖିବା କ'ଣ କେତେ ଏଡ଼ିଟିଂ ଟିକେ କରିକି ଭିଡ଼ିଓଟା ଛାଡ଼ିବା। ପ୍ଲିଜ୍ ଟିକେ ସପୋର୍ଟ କରିବେ ଚ୍ୟାନେଲକୁ ମୋର। ରହିଲି, ଦେଖା ହେବା ପୁଣି କାଲି ଆଉ ଗୋଟେ ବ୍ଲଗ୍ରେ ସକାଳେ।